ଡେଲାଙ୍ଗରେ ଜଣ୍ଡିସ୍ ଚିହ୍ନଟ ରାଧାକାନ୍ତ ବିଦ୍ୟାପୀଠର 10ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଜଣ୍ଡିସ୍ରେ ଆକ୍ରାନ୍ତ। ଡେଲାଙ୍ଗ ଷ୍ଟେସନ ବଜାର ସ୍ଥିତ ରାଧାକାନ୍ତ ବିଦ୍ୟାପୀଠରେ 10ମ ଶ୍ରେଣୀରେ ପଢୁଥିବା 10ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଜଣ୍ଡିସ୍ ରୋଗରେ ଆକ୍ରାନ୍ତ ହୋଇଥିବା ସୂଚନା ରହିଛି। ଏହା ଏବେ ଅଭିଭାବକ ମହଲରେ ଭୟର ବାତାବରଣ ସୃଷ୍ଟି କରିଛି। ଖବର ପାଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ତନାଘନା ଆରମ୍ଭ ହେବା ସହ ବିଦ୍ୟାଳୟ ପରିସରରେ ଥିବା ପାଣି ଟାଙ୍କିରୁ ପାଣି ପରୀକ୍ଷା ସହ 10 ଜଣ ଆକ୍ରାନ୍ତ ଛାତ୍ରଛାତ୍ରୀଙ୍କ ରକ୍ତ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଥିବା ବିଭାଗ ପକ୍ଷରୁ ସୂଚନା ମିଳିଥିବା ବେଳେ ପ୍ରଧାନ ଶିକ୍ଷୟିତ୍ରୀ ମଧ୍ୟ ସ୍ପଷ୍ଟ କରିଛନ୍ତି। କଣ ଆପଣଙ୍କ ନାଁ? ଶକୁନ୍ତଳା ବିଶ୍ୱାଳ। କଣ ହେଇଛି କହିଲେ? ପୁଅକୁ ପ୍ରଥମେ ଜ୍ୱର ହେଲା, ତାପରେ ଝାଡ଼ା ଟିକେ ହେଲା, ତାପରେ ବାନ୍ତି ହେଲା, ତାପରେ ଆମେ ଟେଷ୍ଟ କରିକି ନେବାରୁ ଡକ୍ଟର କହିଲେ ଜଣ୍ଡିସ୍ ହେଇଛି। କେତେ ବର୍ଷର ପୁଅ? କୋଉ ସ୍କୁଲରେ ପଢୁଛି? 15 ବର୍ଷର ପୁଅ, ରାଧାକାନ୍ତ ବିଦ୍ୟାପୀଠ। କେମିତି ଜାଣିଲେ ପ୍ରଥମେ ଜଣ୍ଡିସ୍ ହେଇଛି? ଝାଡ଼ା ହେଲା ପ୍ରଥମେ ପତଳା ଟାଇପ୍ର। କଣ ଏବେ କୋଉଠି ଟ୍ରିଟମେଣ୍ଟ ହଉଛି? କୋଉଠି ନେଇଥିଲେ? ଡେଲାଙ୍ଗ ମେଡିକାଲ। ଜଣା ପଡିଲା କୋଉ କାରଣରୁ ଏମିତି ହଉଛି ବୋଲି ସେ କହୁଛି? ନାଇଁ ସେମିତି କିଛି କହିନାହାନ୍ତି, କହିଲେ ପାଣି ଇନଫେକ୍ସନ ହବ କିମ୍ବା ଖାଦ୍ୟ ଇନଫେକ୍ସନ କୋଉଠି ହବ। ମୋ ନାଁ ମନୋଜ କୁମାର ପରିଡ଼ା। ମୁଁ ଏଠି ପିଏନ୍ ଚାକିରି କରିଛି ଧାନ୍ଦା ସ୍କୁଲରେ। ସ୍ୱାସ୍ଥ୍ୟ ବିଭାଗ ଜଣାପଡୁଛି ଯେ କିଛି ଛାତ୍ରଛାତ୍ରୀଙ୍କର ଜଣ୍ଡିସ୍ ହେଇଛି, ଏକ ନମୁନା ଆସିଛି। କେମିତି କଣ ହେଇଛି ଆଜ୍ଞା? ଆମେ ବି ସେୟା ଶୁଣୁଛୁ ପିଲାଙ୍କୁ ଜଣ୍ଡିସ୍ ହେଇଛି ବୋଲି। କେତେ ପିଲାଙ୍କ? ସେ କାଲି ମେଡିକାଲ ଟିମ୍ ଆସିକି ଯାହା କହିଲେ, ସେ 11 ଜଣ ପିଲାଙ୍କର ଅଛି ବୋଲି ତାଙ୍କ ପାଖରେ ତଥ୍ୟ ଅଛି। 11 ଜଣ ପିଲା ଆଫେକ୍ଟ ହେଇଛି। ଆଉ ଆମର ପାଣି ବି ଟେଷ୍ଟ କରି ନେଇଥିଲେ, ପାଣିର ସମସ୍ୟା କିଛି ନାହିଁ ବୋଲି ଖାଲି ଆମକୁ ମନା କରିଦେଇ ଗଲେ, କହିଲେ ପାଣିର ସମସ୍ୟା କିଛି ନାହିଁ। ଆଉ କୋଉ କାରଣ ହେଇଛି ସେ କାରଣଟା ବି ସେମାନେ ଖୋଜୁଛନ୍ତି। ଯଦି ବା ସେ କାରଣ କିଛି ଆମର ସ୍କୁଲରେ କିଛି ଡିଫେକ୍ଟ ଥାଏ ବି ଆମେ ସୁଧାରିବୁ। ସେ କାରଣ କିଛି କହିନାହାନ୍ତି କୋଉ କାରଣରେ, ସେ ଖୋଜୁଛନ୍ତି ସେ କାରଣଟା କଣ, କୋଉ କାରଣ ହେଇଛି ମେଡିକାଲ ଟିମ୍ ଖୋଜୁଛନ୍ତି। କାଲି ଆସିଥିଲେ ସ୍କୁଲକୁ ଆସିକି ଦେଖାଇକି ପିଲା ବହୁତ ପିଲା ସୁସ୍ଥ ଅଛନ୍ତି। ସେ ଅତି ଗୁରୁତର ନୁହଁ, କେବଳ ଜଣ୍ଡିସ୍ ହେଇଛି ବୋଲି ରିପୋର୍ଟ ଆକ୍ଚୁଆଲି କହୁଥିଲେ। ପାଣି ଆମ ସ୍କୁଲରେ ଆକ୍ୱାଗାର୍ଡ ପାଣି ପିଲା ପିଇବା ପାଇଁ ଆକ୍ୱାଗାର୍ଡ ପାଣି, ହାତ ଧୁଆଧୁଇ କରିବା ପାଇଁ ଟ୍ୟାପ୍ ପାଣି ବ୍ୟବହାର କରନ୍ତି। ସବୁ ଆମର ସ୍ୱଚ୍ଛତା ଉପରେ ବହୁତ ଗୁରୁତ୍ୱ ଦେଉ। ଆମେ ଅନୁମାନ ଆମେ କିଛି ଅନୁମାନ କରିପାରୁନୁ ଯେ କୋଉ କାରଣ ହେଇଛି। ପୁଣି ନାଇଁ ଆମେ କାହିଁକି ଡାଉଟ୍ କିଛି କହିପାରୁନୁ ନା, ଆମର କେବଳ 10 ପିଲାଙ୍କୁ ହେଇଛି ଜଣ୍ଡିସ୍। ଆମର ତ 6ରୁ 10 ପର୍ଯ୍ୟନ୍ତ ଆସୁଛନ୍ତି। ଯୋଉ 10 ପିଲାଙ୍କୁ ହେଇଛି ସେ ପିଲା ବି ପରୀକ୍ଷା ପାଇଁକା ସ୍କୁଲ ଆସୁନାହାନ୍ତି। ଆଉ ନବମଠୁ ସେ ପିଲାଙ୍କୁ କାହାକୁ ତ କିଛି ହେଇନି। କୋଉ କାରଣ ହେଇଛି ଆମେ ବି ପାଇପାରୁନୁ। ମୁଁ ସସ୍ମିତା ପୃଷ୍ଟି। ଆଜି ଚାର୍ଜ ସ୍କୁଲ ଅଛି, ଏଚଏମ୍ ଆଜି ଆସିନାହାନ୍ତି। କଣ ହେଇଛି ଘଟଣା? ନାଇଁ ଆମର ତ ହଉଛି ଯୋଉ ହାଇଲାଇଟ୍ ହେଇଯାଇଛି ଯେ ଆମ ସ୍କୁଲ ପାଣି ଖରାପ ଅଛି କି କଣ, ତ ମେଡିକାଲ ଟିମ୍ ଆମ ସ୍କୁଲକୁ ଆସିଥିଲେ ଏବଂ ସେମାନେ ହଉଛନ୍ତି ଆମର ପାଣି ସାମ୍ପଲ ନେଇଛନ୍ତି ବି ଟେଷ୍ଟ କରିବା ପାଇଁ। ଜଣାପଡିଛି ଯେ ଓଟି ରିପୋର୍ଟଟା ଆମର ଭଲ ଅଛି, କିନ୍ତୁ ପୁରୀ ଯୋଉ ଆମର ପାଣିଟା ଯାଇଛି ଟେଷ୍ଟ ହେବା ପାଇଁ ତା ରିପୋର୍ଟ ଏ ପର୍ଯ୍ୟନ୍ତ ଆସିନାହିଁ। ଆଉ ସେଇଟା ଆସିଲା ପରେ ଆମେ ଯାହା ଆପଣଙ୍କୁ ଜଣେଇ ପାରିବୁ ଯେ ଆକ୍ଚୁଆଲି କଣ ହେଇଛି, ଅସୁବିଧାଟା କଣ ହେଇଛି ଜଣା ପଡିବ। ଆମର ମନୋଜ ଭାଇ କହୁଛନ୍ତି ଯେ ଆମର 11 ପିଲା। ମୁଁ କାଲି ଆକ୍ଚୁଆଲି ସ୍କୁଲରେ ଆବସେଣ୍ଟ ଥିଲି, ତ ମେଡିକାଲ ଟିମ୍ ଆସିଥିଲେ କାଲି। 11 ଜଣ ହଉଛି ଆମର ଆଫେକ୍ଟେଡ ଅଛନ୍ତି ବୋଲି କହୁଛନ୍ତି। ଆମର ପିଲାମାନଙ୍କର ହଉଛି ସେଣ୍ଟର ପଡିଛି, ଆମର ଗାର୍ଲସ ହାଇ ସ୍କୁଲ ଡେଲାମ ପଡିଛି। ସେଠି ବି ପିଲାମାନଙ୍କୁ ମୁଁ ସେଠି ଯେ ଚାର୍ଜ ଅଛନ୍ତି ତାଙ୍କୁ ଫୋନ କରି କହିଥିଲି ଯେ ପିଲାମାନଙ୍କୁ ରଖିଦିଅନ୍ତୁ, ଆମର ମେଡିକାଲ ଟିମ୍ ପହଞ୍ଚିକି ସେମାନଙ୍କର ବ୍ଲଡ ସାମ୍ପଲ ନେବା ପାଇଁ। ପିଲାମାନଙ୍କୁ ବି ରଖାଯାଇଥିଲା ଏବଂ ସେମାନଙ୍କର ବ୍ଲଡ ସାମ୍ପଲ ବି କଲେକ୍ସନ ହେଇଛି ଏବଂ ସେ ରିପୋର୍ଟଟା ଏପର୍ଯ୍ୟନ୍ତ ଆସିନି। ସେଟା ଆସିଲା ପରେ ହିଁ ଆମେ ଆପଣଙ୍କୁ ଯାହା ଜଣେଇ ପାରିବୁ ଆକ୍ଚୁଆଲି କଣ ହେଇଛି। ପିଇବା ପାଇଁ ଆମର ଆକ୍ୱାଗାର୍ଡର ବ୍ୟବସ୍ଥା ରହିଛି। ପିଲାମାନେ ସବୁ ପିଲାମାନେ ଆମର ଆକ୍ୱାଗାର୍ଡ ପାଣିକି ବ୍ୟବହାର କରନ୍ତି। କେବଳ ମଧ୍ୟାହ୍ନ ଭୋଜନ ଖାଇସାରିଲା ପରେ ସେମାନେ ଟ୍ୟାପ୍ ପାଣିରେ ଖାଲି ହାତ ଧୁଆଧୁଇ କରନ୍ତି, କିନ୍ତୁ ପିଇବା ପାଇଁ ଆମର ଆକ୍ୱାଗାର୍ଡର ବ୍ୟବସ୍ଥା ରହିଛି। ଆଉ ଆମର ପାଣି ସାମ୍ପଲର ଯୋଉ ଟେଷ୍ଟ ହେଲା ପରେ ଆମେ ଯାହା ଆପଣଙ୍କୁ ଜଣେଇବୁ ଯେ ଆକ୍ଚୁଆଲି କଣ ହେଇଛି। ମୋ ନାଁ ଦିଲ୍ଲୀପ କୁମାର ପରିଡ଼ା, ବ୍ଲକ ପ୍ରୋଗ୍ରାମ ମ୍ୟାନେଜର, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସିଏସି ଡେଲାଙ୍ଗ। ବର୍ତ୍ତମାନ ଆମ ପାଖରେ ଯାହା ରିପୋର୍ଟ ଅଛି 10ରୁ ଊର୍ଦ୍ଧ୍ୱ କେସ୍ ଅଛନ୍ତି ଜଣ୍ଡିସ୍ର କେସ୍ ଅଛି। ଆମେ ସେ ଗାଁ ଗୁଡ଼ାକୁ ମଧ୍ୟ ଡିଷ୍ଟ୍ରିକ୍ଟ ଆଉ ବ୍ଲକ ଟିମ୍ ମଧ୍ୟ ଯାଇକି ବୁଲିଛନ୍ତି, ପ୍ରତି ଘର ଘର ଯାଇକି ଆମେ ଦେଖିଛୁ। ତା ସହିତ ଆମେ ସେଗୁଡ଼ାକ ପାଣି ୱାଟର ସାମ୍ପଲ ମଧ୍ୟ ଆଣିଛୁ। ଆଉ ସେଇ ଯେଉଁ ପିଲାମାନଙ୍କୁ ମଧ୍ୟ ଆମର ଏଠି ଡାକିକି ଥରେ ଯେଉଁ ପେଡ଼ିଆଟ୍ରିକ୍ ସ୍ପେଶାଲିଷ୍ଟ ହେଲ୍ଥ ଚେକଅପ୍ କରେଇଛୁ। ତା ସହିତ
ହେଲ୍ଥ ଚେକଅପ୍ ସହିତ ସେମାନଙ୍କ ବ୍ଲଡ୍ ଡ୍ର କରି ମଧ୍ୟ ଡିଷ୍ଟ୍ରିକ୍ଟ ମଧ୍ୟ ପଠେଇଛୁ। ସେଗୁଡ଼ାକ ଫାଇନାଲ ରିପୋର୍ଟ ଆସିଲା ପରେ ଆମେ ଆଉ ଅଧିକ ଷ୍ଟେପ୍ ନେଇପାରିବୁ। RWSS ମଧ୍ୟ ଆମେ ଜେଇଙ୍କ ସହିତ କଥା ହେଇଛନ୍ତି, ଡିଷ୍ଟ୍ରିକ୍ଟ ମଧ୍ୟ କଥା ହେଇଛନ୍ତି ଯେ ସେମାନେ RWSS ମାଧ୍ୟମରେ ଯେଉଁ ଗଭର୍ଣ୍ଣମେଣ୍ଟ ଟ୍ୟୁବୱେଲ୍ ଗୁଡ଼ା ତାଙ୍କର ଅଛି ସେଗୁଡ଼ା ମଧ୍ୟ କ୍ଲୋରିନେସନ୍ କରିଛନ୍ତି। ୱିଥ୍ ଯେଉଁ ଓଭରହେଡ୍ ଟାଙ୍କିରେ ମଧ୍ୟ ସପ୍ଲାଏ ହେଉଛି ପାଣି ଗୁଡ଼ାକ ଯେଉଁ ଗାଁକୁ ତାକୁ ମଧ୍ୟ କ୍ଲୋରିନେସନ୍ କରାଯାଇଛି ତାଙ୍କ ଦ୍ୱାରା। ତା ସହିତ ଆମର ବିଶେଷ ଆସାମ କରିକି କୋଉ ପିଲା କେତେ ବୟସ ସବୁ ଆମର ପାଖାପାଖି ସେ 12 ବର୍ଷ ଯେଉଁ ଆମର ଯାହା ଅଛି ରିପୋର୍ଟ ଅନୁସାରେ ତାଙ୍କର ବୟସ ହଁ ସାର୍ ରାଧାକାନ୍ତ ସ୍କୁଲରେ ସେମାନେ ପ୍ରାୟ ପଢୁଥିଲେ। ସେମାନେ ତାଙ୍କର ବୟସ 12ରୁ 16 ବର୍ଷ ପିଲାକୁ ଆଫେକ୍ଟେଡ୍ ହେଇଛନ୍ତି। ସେମାନେ ଏବେ ଭଲ ଅଛନ୍ତି। ଆଉ ଆମେ ଜଣକୁ କାଲି ସାର୍ ଯେଉଁ ହେଲ୍ଥ ଚେକଅପ୍ କରିଥିଲେ କାଲି ଜଣକୁ ପୁଣି ପଠା ହେଇଛି ପୁରୀ ଟିକେ ଆଉ ଟିକେ ଅଧିକ ଟ୍ରିଟମେଣ୍ଟ କରିବା ପାଇଁ। ସେମିତି ତ ନାହିଁ, ମେଡିସିନ ତାଙ୍କର କଣ୍ଟିନ୍ୟୁ ଟ୍ରିଟମେଣ୍ଟ ଚାଲିଛି। ସେମିତି ତାଙ୍କୁ ଆମେ ସଚେତନ କରିଛୁ, ଆଶା ଭାଷା ମାଧ୍ୟମରେ ସଚେତନ କରିଛୁ। ହଁ ସେମାନେ ଦଉଛନ୍ତି ଗାର୍ଡିଆନ ଆଣିକି ଟ୍ରିଟମେଣ୍ଟ ହଉଛନ୍ତି, ସେମାନେ ଦଉଛନ୍ତି ଆଉ। ବ୍ୟୁରୋ ରିପୋର୍ଟ ଚକା ଆଖି।